ନମସ୍କାର। ଆମେ ଯେଉଁ ନିଶ୍ୱାସ ନେଉଛେ କେବେ ଭାବିଛନ୍ତି ତାହା ପ୍ରକୃତରେ କେଉଁଠୁ ଆସେ? ଦେଖନ୍ତୁ, ଏଇଟା କେବଳ ଗୋଟେ ବୈଜ୍ଞାନିକ ପ୍ରଶ୍ନ ନୁହେଁ, ଏହାର ଗୋଟେ ବହୁତ ଗଭୀର ଆଧ୍ୟାତ୍ମିକ ଦିଗ ବି ଅଛି। ତେବେ ଆଜି ଆମେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କର ଅଦ୍ଭୁତ ପୁସ୍ତକ ବୃକ୍ଷ ହାମାରେ ଜୀବନ ପ୍ରାଣରୁ ପ୍ରେରଣା ନେଇ ଆଲୋଚନା କରିବା ଗଛ, ପୃଥିବୀର ପ୍ରାଣ ବିଷୟରେ। ଆସନ୍ତୁ ଆମର ଏହି ଆଲୋଚନାକୁ ଏକ ଆଶ୍ଚର୍ଯ୍ୟଜନକ କଥାରୁ ଆରମ୍ଭ କରିବା। ଆମ ମତ୍ସ୍ୟ ପୁରାଣରେ କ'ଣ କୁହାଯାଇଛି ଜାଣନ୍ତି? କୁହାଯାଇଛି ଯେ ଗୋଟିଏ ଗଛ ଲଗାଇବାର ପୁଣ୍ୟ 10 ଜଣ ସୁପୁତ୍ର ପାଇବାର ପୁଣ୍ୟ ସହିତ ସମାନ। ଭାବିଲେ ଦେଖନ୍ତୁ କେତେ ବଡ଼ କଥା ଏଇଟା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମ ପୂର୍ବପୁରୁଷମାନେ ଗଛକୁ ଖାଲି ଗୋଟେ ଉଦ୍ଭିଦ ବୋଲି ଭାବୁନଥିଲେ, ବରଂ ତାକୁ ଏକ ଜୀବନ୍ତ ଐତିହ୍ୟ, ନିଜ ପରିବାରର ଅଂଶ ବୋଲି ମାନୁଥିଲେ। ତେବେ ପ୍ରଶ୍ନ ଉଠୁଛି, ଆମର ପୁରାଣ ଆଉ ଶାସ୍ତ୍ରରେ ଗଛକୁ ଏତେ ମହତ୍ତ୍ୱ କାହିଁକି ଦିଆଯାଇଛି? ଚାଲନ୍ତୁ ଏହି ପ୍ରଥମ ଭାଗରେ ସେହି ରହସ୍ୟକୁ ଟିକେ ଖୋଜିବା ଆଉ ଦେଖିବା ଯେ ଗଛ ଆମ ଆଧ୍ୟାତ୍ମିକତାର କେତେ ଗଭୀର ଅଂଶ ଥିଲା। କେବେ ଚିନ୍ତା କରିଛନ୍ତି କି ଭଗବାନ ବୁଦ୍ଧଙ୍କ ଭଳି ମହାନ ଜ୍ଞାନୀମାନେ ବଡ଼ ବଡ଼ ରାଜପ୍ରସାଦ ଛାଡ଼ି ଗଛ ତଳେ କାହିଁକି ଜ୍ଞାନପ୍ରାପ୍ତ ହେଲେ? କାରଣ ହେଉଛି, ଆମ ପରମ୍ପରାରେ ଜଙ୍ଗଲ କେବଳ ଜାଗାଟିଏ ନଥିଲା, ଏହା ଥିଲା ଜ୍ଞାନ ଆଉ ତପସ୍ୟାର ଏକ ମହାବିଦ୍ୟାଳୟ। ଆମର ଯେତେ ସବୁ ମହାନ ଗ୍ରନ୍ଥ ଅଛି, ସେସବୁର ସୃଷ୍ଟି ଏ ଗଛର ଛାଇ ତଳେ ହିଁ ହୋଇଛି। ଆଉ ଏ ସମ୍ବନ୍ଧ ଏତେ ଗଭୀର ଥିଲା ଯେ ମହାଭାରତରେ ଏମିତି ବି କୁହାଯାଇଛି, ଯାହାର ସନ୍ତାନ ନାହିଁ, ଗଛ ହିଁ ତାର ସନ୍ତାନ। କଳ୍ପନା କରନ୍ତୁ ତ, ସେମାନେ ଗଛକୁ ନିଜ ପରିବାରର ସଦସ୍ୟ ଭଳି, ନିଜ ଭବିଷ୍ୟତର ଉତ୍ତରାଧିକାରୀ ଭଳି ଦେଖୁଥିଲେ। ଆମ ଅଗ୍ନି ପୁରାଣରେ ଗଛର ନିଃସ୍ୱାର୍ଥପର ସ୍ୱଭାବକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଗଛ କେବେ କିଛି ମାଗେନି, ସେ କେବଳ ଦେଇ ଚାଲେ। ତାର ପତ୍ର, ଫୁଲ, ଫଳ, ଛାଇ, ଏପରିକି ତାର କାଠ ପର୍ଯ୍ୟନ୍ତ ସବୁକିଛି ପରୋପକାର ପାଇଁ ସମର୍ପିତ। ଏଥିରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଆମ ପରମ୍ପରାରେ ଗଛ ଲଗାଇବାଟା କିଛି ସାଧାରଣ କାମ ନଥିଲା। ଏହା ଥିଲା ଏକ ପବିତ୍ର କର୍ତ୍ତବ୍ୟ, ଏକ ବ୍ରହ୍ମକର୍ମ, ଯାହାକୁ ସିଧାସଳଖ ଈଶ୍ୱରଙ୍କ ପୂଜା ସହିତ ସମାନ ବୋଲି ଧରାଯାଉଥିଲା। କିନ୍ତୁ କ'ଣ ଏସବୁ ଖାଲି ପୁରୁଣା କଥା ଆଉ ବିଶ୍ୱାସ? ନା, ଆଦୌ ନୁହେଁ। ଚାଲନ୍ତୁ ଏବେ ଦେଖିବା ଆଧୁନିକ ବିଜ୍ଞାନ କେମିତି ଆମର ଏହି ପ୍ରାଚୀନ ଜ୍ଞାନକୁ ପୂରାପୂରି ସମର୍ଥନ କରୁଛି। ଏଇଟା ପ୍ରକୃତିର ସବୁଠୁ ବଡ଼ ଚମତ୍କାର। ଗଛ ଜଣେ ଯାଦୁଗର ଭଳି କାମ କରେ। ଆମେ ନିଶ୍ୱାସରେ ଛାଡୁଥିବା ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍କୁ ସେ ନେଇଯାଏ, ଆଉ ବଦଳରେ ଆମକୁ ବଞ୍ଚିବା ପାଇଁ ଅମୃତ ଭଳି ଅମ୍ଳଜାନ ଦିଏ। ଏହା ହିଁ ତ ପୃଥିବୀର ଜୀବନଚକ୍ର। ଆମ ଋଷିମୁନିଙ୍କ ପାଖରେ କିଛି ଆଧୁନିକ ଲାବୋରେଟୋରୀ ନଥିଲା ସତ, କିନ୍ତୁ ସେମାନେ ନିଜ ଜ୍ଞାନରେ ଜାଣିଥିଲେ ଯେ ଅଶ୍ୱତ୍ଥ ଗଛ ଅନ୍ୟ ସବୁ ଗଛଠାରୁ ଢେର ଅଧିକ ଅମ୍ଳଜାନ ଦିଏ, ଆଉ ସେଥିପାଇଁ ତ ସେମାନେ ବିଜ୍ଞାନକୁ ଧର୍ମ ସହିତ ଯୋଡ଼ିଦେଲେ, ଯାହାଫଳରେ ଲୋକେ ଏହି ପବିତ୍ର ଗଛକୁ ସବୁବେଳେ ସୁରକ୍ଷା ଦେବେ। ଆଚ୍ଛା, ଏହି ସଂଖ୍ୟାଗୁଡ଼ିକ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଗଛ ତାର 50 ବର୍ଷର ଜୀବନ ଭିତରେ ଆମକୁ ପାଖାପାଖି 15 ଲକ୍ଷ ଟଙ୍କାର ସେବା ବିନା ମୂଲ୍ୟରେ ଦେଇଥାଏ। ଭାବନ୍ତୁ ତ, ଅମ୍ଳଜାନ ଦେବାଠୁ ଆରମ୍ଭ କରି ପ୍ରଦୂଷଣ ରୋକିବା, ମାଟିକୁ ଉର୍ବର କରିବା, ସବୁକିଛି। ଏହା ହେଉଛି ପ୍ରକୃତିର ସବୁଠୁ ବଡ଼ ନିବେଶ, ଯାହାକୁ ଆମେ ଅଧିକାଂଶ ସମୟରେ ବୁଝିପାରୁନେ। 130 ଲିଟର। ହଁ, ଏହା ହେଉଛି ସେହି ପରିମାଣର ବିଷାକ୍ତ ସୀସା ଯାହାକୁ ଗୋଟିଏ ଗଛ କେବଳ ଗୋଟିଏ ଋତୁରେ ବାୟୁରୁ ଶୋଷି ନେଇପାରେ। ତାମାନେ ଗଛ କେବଳ ଅମ୍ଳଜାନର ଫ୍ୟାକ୍ଟ୍ରି ନୁହେଁ, ଏହା ଏକ ପ୍ରାକୃତିକ ପ୍ୟୁରିଫାୟାର, ଯାହା ଆମକୁ ଚୁପଚାପ ବହୁତ ବଡ଼ ବିପଦରୁ ବଞ୍ଚାଉଛି। କିନ୍ତୁ ଯଦି ଆମେ ଏହି ପ୍ରାଚୀନ ଜ୍ଞାନ ଆଉ ଆଧୁନିକ ବିଜ୍ଞାନ ଦୁଇଟାକୁ ଯାକ ଅଣଦେଖା କରୁ, ତାହେଲେ କ'ଣ ହେବ? ଯେତେବେଳେ ମଣିଷ ଆଉ ପ୍ରକୃତି ଭିତରେ ଥିବା ଏହି ପବିତ୍ର ସମ୍ପର୍କ ଭାଙ୍ଗିଯାଏ, ତାର ପରିଣାମ କେତେ ଭୟଙ୍କର ହୋଇପାରେ? ଆସନ୍ତୁ ଏବେ ସେ ବିଷୟରେ ଜାଣିବା। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହା ଉପରେ ଆମେ ସମସ୍ତଙ୍କୁ ଟିକେ ଚିନ୍ତା କରିବାର ଅଛି। ଯେତେବେଳେ ଆମେ ଗଛର ମୂଲ୍ୟକୁ ଭୁଲିଯାଉ, ସେତେବେଳେ ଆମେ ପ୍ରକୃତରେ କ'ଣ ହରାଉ? ଏହାର ଉତ୍ତର ଆମ ଭବିଷ୍ୟତ ପାଇଁ ଏକ ବଡ଼ ଚେତାବନୀ। ଏଠି ଦେଖନ୍ତୁ, ଦୁଇଟି ଭବିଷ୍ୟତର ଚିତ୍ର ପୁରା ସ୍ପଷ୍ଟ। ଗୋଟିଏ ପଟେ ସବୁଜିମାରେ ଭରା ସ୍ୱର୍ଗ, ଯେଉଁଠି ସୁଖ, ଶାନ୍ତି ଆଉ ସ୍ୱାସ୍ଥ୍ୟ ଅଛି, ଆଉ ଅନ୍ୟପଟେ ଗଛ ନଥିବା ମରୁଭୂମି, ଯେଉଁଠି କେବଳ ରୋଗ, ଦୁର୍ଭିକ୍ଷ ଆଉ ବିନାଶ ହିଁ ଅଛି। ଏବେ ନିଷ୍ପତ୍ତି ଆମ ହାତରେ, ଆମେ କେଉଁ ରାସ୍ତା ବାଛିବା। ଏହି ସଂଖ୍ୟାଗୁଡ଼ିକ କେବଳ ତଥ୍ୟ ନୁହେଁ, ଏହା ଏକ ବିପଦର ଘଣ୍ଟି। ମାତ୍ର 50 ବର୍ଷ ଭିତରେ ଆମେ ବାୟୁମଣ୍ଡଳକୁ କାର୍ବନ ଡାଇଅକ୍ସାଇଡ୍ରେ ଏମିତି ଭରି ଦେଇଛୁ ଯେ ପରିସ୍ଥିତି ବହୁତ ଖରାପ ହେଲାଣି। ଯଦି ଏମିତି ଚାଲେ, ତେବେ ସମୁଦ୍ରର ଜଳସ୍ତର ବଢ଼ିବ, ଆଉ ଭୟଙ୍କର ଜଳବାୟୁ ପରିବର୍ତ୍ତନକୁ କେହି ବି ରୋକିପାରିବେନି। ଆଉ ଏହାର ପ୍ରଭାବ ଆମ ଶରୀର ଉପରେ ସିଧାସଳଖ ପଡ଼ୁଛି। ଶ୍ୱାସକ୍ରିୟାଜନିତ ରୋଗ ହେଉ, ଚର୍ମ ରୋଗ ହେଉ, ଏପରିକି ଲୋକଙ୍କ ଭିତରେ ମାନସିକ ଅଶାନ୍ତି ମଧ୍ୟ ବଢ଼ିବାର ଲାଗିଛି। କାରଣ ସିଧା କଥା, ଯେତେବେଳେ ଆମକୁ ଶୁଦ୍ଧ ବାୟୁ ମିଳିବନି, ଆମ ଶରୀର ସହିତ ଆମ ମନ ବି ଅସୁସ୍ଥ ହୋଇଯିବ।
ତେବେ ଏହି ସମସ୍ୟାର ସମାଧାନ କ'ଣ? ଭଲ କଥା ହେଉଛି ଏହାର ଉତ୍ତର ଆମର ସେହି ପ୍ରାଚୀନ ପରମ୍ପରାରେ ହିଁ ଲୁଚି ରହିଛି। ଆମକୁ ବାସ୍ ସେହି ପବିତ୍ର କର୍ତ୍ତବ୍ୟକୁ ପୁଣିଥରେ ମନେ ପକାଇବାକୁ ପଡ଼ିବ। ଗଛ ଲଗାଇବା ହେଉଛି ସବୁଠୁ ବଡ଼ ପରମାର୍ଥ, ମାନେ ସବୁଠୁ ବଡ଼ ନିଃସ୍ୱାର୍ଥ ସେବା। କାହିଁକି? କାରଣ ଏହାର ଫଳ ଆମେ ନିଜେ ନୁହେଁ, ବରଂ ଆମର ଆଗାମୀ ପିଢ଼ି ପାଇଥାନ୍ତି। ଏଇଟା ଆମେ ଆମ ଭବିଷ୍ୟତକୁ ଦେଉଥିବା ଏକ ଅମୂଲ୍ୟ ଉପହାର। କେବେ ଭାବିଛନ୍ତି କେବଳ ଗୋଟିଏ ଗଛ ଲଗାଇବା ଦ୍ୱାରା ଆମେ କେତେ ସମସ୍ୟାର ସମାଧାନ କରିପାରିବା? ଏହା ବର୍ଷା ଆଣିବାରେ ସାହାଯ୍ୟ କରେ, ମାଟିକୁ ଧୋଇ ହେବାରୁ ବଞ୍ଚାଏ, ଜଳବାୟୁକୁ ଥଣ୍ଡା ରଖେ ଆଉ ଅସଂଖ୍ୟ ପଶୁପକ୍ଷୀଙ୍କୁ ଘର ଦିଏ। ଗୋଟିଏ ସରଳ କାମ, କିନ୍ତୁ ତାର ଲାଭ ଅଗଣିତ। ମହାଭାରତରେ ପୁଣି କୁହାଯାଇଛି, ଗଛ ତାର ଫୁଲରେ ଦେବତାଙ୍କୁ ପୂଜା କରେ, ଫଳରେ ପିତୃପୁରୁଷଙ୍କୁ ତୃପ୍ତ କରେ, ଆଉ ନିଜ ଛାଇରେ ମଣିଷର ସେବା କରେ। ତାର ପୁରା ଜୀବନଟା ହିଁ ଗୋଟେ ନିରନ୍ତର ସେବା ଆଉ ତ୍ୟାଗ। ଏହାଠାରୁ ବଡ଼ ତପସ୍ୟା ଆଉ କ'ଣ ହୋଇପାରେ? ତେବେ ଆମେ ଏହି ମହାନ ପରମ୍ପରାକୁ ପୁଣି କେମିତି ଆରମ୍ଭ କରିପାରିବା? ଗୋଟିଏ ବହୁତ ସୁନ୍ଦର ଉପାୟ ହେଉଛି ନିଜ ପୂର୍ବଜଙ୍କ ସ୍ମୃତିରେ ଗୋଟିଏ ଗଛ ଲଗାଇବା। ଏହା କୌଣସି ପଥରର ସ୍ମାରକ ନୁହେଁ, ବରଂ ଏକ ଜୀବନ୍ତ ଶ୍ରଦ୍ଧାଞ୍ଜଳି ହେବ, ଯାହା ବର୍ଷ ବର୍ଷ ଧରି ବଢ଼ିବ, ଛାଇ ଦେବ ଆଉ ଜୀବନ ଦେବ। ତେଣୁ ଶେଷରେ ଏତିକି କହିବି, ଗଛ ଲଗେଇବା କେବଳ ଏକ ପରିବେଶ ସମ୍ବନ୍ଧୀୟ କାମ ନୁହେଁ, ଏହା ଏକ ଆଧ୍ୟାତ୍ମିକ କର୍ତ୍ତବ୍ୟ, ଏକ ନୈତିକ ଦାୟିତ୍ୱ, ଆଉ ସବୁଠୁ ବଡ଼ କଥା ହେଲା, ଏହା ଆମ ଭବିଷ୍ୟତ ପାଇଁ ଏକ ଜୀବନ୍ତ ପ୍ରାର୍ଥନା। ଆସନ୍ତୁ ସମସ୍ତେ ମିଶି ଗୋଟିଏ ଗୋଟିଏ ଗଛ ଲଗେଇବା ଆଉ ଏକ ସୁନ୍ଦର ଭବିଷ୍ୟତର ମୂଳଦ୍ୱାର ସ୍ଥାପନ କରିବା। ଧନ୍ୟବାଦ।